ଚତୁର୍ବିଂଶ ପରିଚ୍ଛେଦ ଖୁଣୀ ତଦାରଖି। ବେଳ ଅନୁମାନରେ ପହରେ କି 6 ଘଡ଼ି। ଆଜି ବର୍ଷା ନାହିଁ। ଗୋପୀ ସାହୁ ଦୋକାନୀ ଚିରା ଗଣ୍ଠୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା। ଦୋକାନ ଫିଟାଇ ମେଲା ଘରକୁ ଅନାଇଦେଲା। ଯାହା ଦେଖିଲା ସେଥିରେ ତାକୁ ପ୍ରାୟ ଝାମ ମାରିଗଲାଣି। କାଠଟି ପରି ଛିଡ଼ା ହୋଇଛି। ପାଟିରେ କଥା ନାହିଁ। କେବେ ଦେଖା ନାହିଁ। କେବେ ଶୁଣା ନାହିଁ। ଗୋଟିଏ ସ୍ତ୍ରୀ ଲୋକ ଚାଳକୁ ଚାହିଁ ମରିପଡ଼ିଛି। ଘରସାରା ରକ୍ତମୟ। ଖାଲି ପତ୍ରରେ ରକ୍ତ, ଚୁଲି ମୁହଁରେ ରକ୍ତ, ଭାତ ହାଣ୍ଡିରେ ରକ୍ତ, ପିଚକାରି ମାରି କାନ୍ଥ ବାଡ଼ରେ ଝୋଟି ଦେଲା ପରି ହୋଇଯାଇଛି। ଗୋପୀ ଧାଇଁଯାଇ ଗାଁରେ କହିଲା। ଗାଁ ଲୋକ ଧାଇଁଲେ। ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ଡିକୁ ଏତଲା ଦେବାକୁ ଧାଇଁଲା। ମକ୍ରାମପୁରରେ ବାଲାଗସ୍ତି ଫାଣ୍ଡି ଗୋପାଳପୁରଠାରୁ 1.5 କୋଶ ଦୂର। ବେଳ 3 ପ୍ରହର ସମୟରେ ବାଲାଗସ୍ତି ଜମିଦାର ଶେଖ୍ ତୋରାବଲ୍ଲି ବରକନ୍ଦାଜ ଫତୁ ଖାଁ ଘଟଣା ସ୍ଥାନରେ ଆସି ଉପସ୍ଥିତ ହେଲେ। ଶେଖ୍ ତୋରାବଲ୍ଲି ଜଣେ ରବେୟା ହାକିମ। ଆଖପାଖ 4 କୋଶରେ ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି। ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ। ଜମିଦାର ସାହେବ ସରଜମନରେ ଉପସ୍ଥିତ ହୋଇ ଦାଢ଼ି ଆଉ ନାକ ଘୋଡ଼ାଇ ଲାଶ ମାଇନା କରିବାକୁ ଗଲେ। ଲାଶ ଗୋଟିଏ ସ୍ତ୍ରୀ ଲୋକ। ପାଟ ଶାଢ଼ୀ ଖଣ୍ଡେ ପିନ୍ଧିଛି। ହାତରେ ବେକରେ ରୂପା ଓ ସୁନାର କେତେ ଖଣ୍ଡ ଅଳଙ୍କାର। ପଠାଣମାନେ କୁକୁଡ଼ା ଜବେ କଲାପରି ତାହା ବେକ କଟା। ପାଖରେ ଖଣ୍ଡେ ରକ୍ତବୋଳା ଖୁର ପଡ଼ିଛି। ଲାଶଟା 4 ଆଙ୍ଗୁଳି ଜିଭ କାଢ଼ି ପକାଇ କାମୁଡ଼ି ଦାନ୍ତ ନିଶାଡ଼ି ଦେଇଅଛି। ଚାଳକୁ ତରାଟି ଚାହିଁଅଛି। ବାଳ ମୁକୁଳା, ରକ୍ତରେ ଲଟପଟ। 2 ପାଖରେ 4 ଆଙ୍ଗୁଳ ବହଳରେ ରକ୍ତ ପଚି କାଳିଆ ପଡ଼ିଗଲାଣି। ସେଥିରୁ ଗୋଟାଏ ଉତ୍କଟ ଦୁର୍ଗନ୍ଧ ବାହାରୁଅଛି। ଗାଲ ଦୁଇଟା ଉଆଉ ପରି ଓ ପେଟଟା ଗୋଟାଏ ଓଳିଆ ପରି ଫୁଲିଗଲାଣି। ଦେଖାଗଲା, କୌଣସି ଲୋକ ତାହା ବାଳ ଗୋଟାଏ ହାତରେ ଧରି, ମୁହଁ ଗୋଟାଏ ହାତରେ ଧରି, ଗୋଡ଼ରେ ମାଡ଼ି ବସି ଖୁରରେ ତା ବେକ କାଟିଅଛି। କଟାବେଳେ ସ୍ତ୍ରୀ ଲୋକଟା ଗୋଡ଼େଇ ହେବାରୁ ଘର ଖୋଳି ହୋଇଯାଇଅଛି। ଦୁର୍ଗନ୍ଧ ଆଉ ଭୟଙ୍କର ମୂର୍ତ୍ତି ଯୋଗୁଁ ଜମିଦାର ବେଶୀ ବେଳ ଯାଏ ରହିପାରିଲେ ନାହିଁ। ବାହାରକୁ ବାହାରି ଆସି ଆପଣା ଜ୍ଞାନ ବଳରେ ଠିକ୍ କଲେ ଏ ମକଦ୍ଦମା ଖୁଣୀ, ଲିକିନ୍ ଡକାୟତି ନୁହେଁ। ଆଗେ ଯ ଡକାୟତି ହୋଇଥିଲେ ଲାଶ ଦେହରେ ଅଳଙ୍କାର ଥାନ୍ତା ନାହିଁ। ଜମିଦାରଙ୍କ ହୁକୁମରେ 2 ଜଣ ହାଡ଼ି ଲାଶ ଗୋଡ଼ରେ ଦଉଡ଼ି ଲଗାଇ ଘୋଷାରି ଆଣି ନଈ ଅତଡ଼ାରେ ପକାଇଲେ। ଘୋଷାରି ଆଣିବା ବେଳେ ତାହାର ପାଟ ଶାଢ଼ୀ ଖଣ୍ଡ ଲଙ୍ଗଳା କରି କାଢ଼ି ନେବାରୁ ଲାଶଟା ଆହୁରି ଭୟଙ୍କର ଦିଶିଲା। ସରକାରକୁ ଭେଜିବା ସକାଶେ ଲାଶ ଦେହରୁ ଅଳଙ୍କାର ସବୁ ବାହାର କରାଇ ଜମିଦାର ଥଳିରେ ରଖିଲେ। କେବଳ ଗୋଡ଼ର କଂସା ପାହୁଡ଼ ନ ବାହାରିବାରୁ ମେହନ୍ତରମାନେ ଲାଶର 2 ଗୋଡ଼ ଗୋଛି କୁରାଢ଼ିରେ ହାଣି ପାହୁଡ଼ ବାହାର କରି ଘେନିଗଲେ। ତହିଁ ଆରଦିନ ପ୍ରାତଃକାଳରୁ ମକଦ୍ଦମା ତଦାରଖ ଆରମ୍ଭ ହେଲା। ଆଖପାଖ 5 ଖଣ୍ଡା ଗ୍ରାମରୁ ବରକନ୍ଦାଜ ଏବଂ ଚୌକିଦାରମାନେ ଯାଇ ଆସାମୀ ଗ୍ରେପ୍ତାର କରି ଆଣିଲେ। ଜମିଦାର ସାହେବ ବରଗଛ ମୂଳରେ ବସି ମକଦ୍ଦମା ତଦାରଖ କରିଅଛନ୍ତି। 300-400 ଆସାମୀ ଧରା ହୋଇ ଆସିଲେଣି। ମାତ୍ର
ସମସ୍ତେ ଜମା ହୋଇନାହାନ୍ତି। ତଦାରଖ ଉତ୍ତାରେ ରୋକସାତ ହୋଇଯାଉଛନ୍ତି। ଆସାମୀ ଧରା ହୋଇ ଆସିଲେ ତାକୁ ଲାଶ ନିକଟରେ ବସାଇ ରଖାଯାଏ। ଲାଶଟା ଫୁଲି 4 ଗୁଣ ମୋଟା ହୋଇଗଲାଣି। ଜିଭଟା ଗୋଟାଏ ସାନ କଦଳୀ ଭଣ୍ଡା ପରି ଦିଶୁଛି। ଦୁର୍ଗନ୍ଧ କଥା ଛାଡ଼। ଉଲଙ୍ଗ ସ୍ତ୍ରୀ ମୂର୍ତ୍ତି ତ ସତ, ଏହାର ଗୋଡ଼ ପାପୁଲି ନାହିଁ। ଚାଲୁଥିଲା କିପରି? ଏଟା କି ରାକ୍ଷସୀ? ଆସାମୀମାନଙ୍କୁ ବହୁତ ବେଳଯାଏ ଲାଶ ନିକଟରେ ବସିବାକୁ ହୁଏ। ଦୁର୍ଗନ୍ଧ ଏବଂ ତ୍ରାସରେ ଶୀଘ୍ର ଜମାଦାରଙ୍କ ନିକଟରେ ହାଜର ହୋଇଯିବାକୁ ହେଉଅଛି। ବରଗଛର ମୂଳରେ ଜମାଦାରଙ୍କ କଚେରୀ। ନଦୀ ବାଲିରେ 10-15 ଗଣ୍ଡା ଶାଗୁଣା ଏକା ଧ୍ୟାନରେ ଅନାଇ ବସିଛନ୍ତି। କେତେଟା ଉଡ଼ି ଆସୁଛନ୍ତି। 10-15 ଗୋଟା ବିଲୁଆ କୁକୁର ଜମା ହୋଇଗଲେଣି। 4-6ଟା କୁକୁର ଗୋଟିଏ ଗୋଡ଼ର ପାପୁଲି ସକାଶେ କାମୁଡ଼ା କାମୁଡ଼ି ଲଗାଇଛନ୍ତି। କିଛି ଦୂରରେ ଆଉ ଗୋଟାଏ ଗୋଡ଼ ପାପୁଲିକୁ 7ଟା ଶାଗୁଣା ଝିଙ୍କାଝିଙ୍କି କରୁଥିଲେ। ଗୋଟିଏ ବିଲୁଆ ଆସି ସେମାନଙ୍କ ନିକଟରୁ ଛଡ଼ାଇ ଘେନିଗଲା। ଶାଗୁଣାଗୁଡ଼ାକ ଅଳ୍ପ ଘୁଞ୍ଚିଯାଇ ଡେଣା ମେଲାଇ ବସିଅଛନ୍ତି। 4 ଜଣ ହାଡ଼ି ନାକରେ ଲୁଗା ବାନ୍ଧି ଠେଙ୍ଗା କାନ୍ଧରେ ପକାଇ କୁକୁର ଶାଗୁଣା ଘଉଡ଼ାଉଥାନ୍ତି। ଜମାଦାର ଅନେକ ଲୋକଙ୍କ ଇଜାହାର କଲମ ବନ୍ଦ କରି ପକାଇ ଦେଲେଣି। ଦୋକାନୀ ଗୋପୀ ସାହୁ ବୁଢ଼ା ଇଜାହାର ଦେଲା। ଆଜ୍ଞା, ମୋହର 3 କାଳ ଗଲାଣି। କାଳେ ଅଛି। ମୁଁ କି ଏ ବୟସରେ ମିଛ କହିବି? ଆଜି ଏକାଦଶୀ। ଦାନ୍ତରେ ତିରଣ ଦେଇ ନାହିଁ। ଏହି ବିଷ୍ଣୁ ବୃକ୍ଷ ମୂଳରେ ସତ୍ୟ କହୁଛି, ମୁଁ ଏ ମାମଲା କଥା କିଛି ଜାଣେ ନାହିଁ। 6 ମାସ ହେଲା ଘରେ ବାଧିକି ପଡ଼ିଛି। ଦୋକାନକୁ ଆସିନାହିଁ। ନାଉରିଆ ଚାନ୍ଦିଆ ବେହେରା ଇଜାହାର ଦେଲା। ବରଷା ଆଉ ତୋଫାନ ହେବାରୁ କେହି ନଈ ପାର ହେଉନାହାନ୍ତି। ସେ 4 ଦିନ ହେଲା ନଈକୂଳକୁ ଆସିନାହିଁ। ଏହିପରି ଗ୍ରାମର ଅନେକ ଲୋକଙ୍କଠାରୁ ଇଜାହାର ନିଆଗଲା। ବେଳ ବୁଡ଼ି ଆସିଲାଣି। ଗ୍ରାମରେ ଆଉ କେହି ଲୋକ ନାହାନ୍ତି। ସମସ୍ତଙ୍କଠାରୁ ତଦାରଖି ସରିଲାଣି। ମକଦ୍ଦମା କାଲି ପର୍ଯ୍ୟନ୍ତ ରଖାଯିବ କି ଆଜି ଖତମ କରାଯିବ, ଜମାଦାର ବରକନ୍ଦାଜ 2 ଜଣ ବସି ବିଚାର କରୁଅଛନ୍ତି। ଏହି ସମୟରେ ଗଛ ଡାଳରୁ ଗୋଟାଏ ଶଙ୍ଖ ଚିଲ ପୋଖରୀ ପାଣି କରିଦେବାରୁ ଜମାଦାରଙ୍କ ଧାଡ଼ିର ଅଧାଅଧି ଧଳା ହୋଇଗଲା। ତୋବା କହି ଜମାଦାର ଉଠିପଡ଼ିଲେ। ଚିଲମାନଙ୍କୁ ଅନାଇ କମବକ୍ତ, ବେକୁବ୍, ହାରାମଜାଦା ବୋଲି କ୍ରୋଧରେ ଗାଳି ଦେବାକୁ ଲାଗିଲେ। ଚୌକିଦାରମାନେ ମଧ୍ୟ ଗାଳି ଦେଇ ଚିଲମାନଙ୍କୁ ଟେକା ମାରିବାକୁ ଲାଗିଲେ। ଜମାଦାରଙ୍କ ଲମ୍ବା ଦାଢ଼ି ପରିଷ୍କାର କରିବାକୁ 3 ବଦନା ପାଣି ଲାଗିଲା। ଜମାଦାର ମାମଲା ଖତମ କରିବାକୁ ବସି ଲୋକମାନଙ୍କୁ କହିଲେ, ଦେଖ, ଏହି ଲୋକ କିଏ ଜଣାନାହିଁ। ବୋଧହୁଏ ଯାତ୍ରୀ। ଏହାକୁ ଖୁଣୀ କରିନାହିଁ, ସାପ କାଟି। ଗୋପୀ ସାହୁ ଦୋକାନୀ ଆଗକୁ ଆସି ସାକ୍ଷ୍ୟ ଦେଲା, ଧର୍ମାବତାର, ଏଠାରେ ସାପର ଭାରି ଉପଦ୍ରବ। ନଈ ବଢ଼ିରେ କାହୁଁ ଭାସି ଆସି ହଜାର ହଜାର ସାପ ଏଠି ଅଛନ୍ତି। ସାପ ଭୟରେ ଗ୍ରାମ ଭାଙ୍ଗିଗଲା। ମୁଁ କାଲି ଦୋକାନକୁ ଆସିଥିଲି। ଗୋଟାଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା। ମୁଁ ଭୟରେ ପଳାଇଲି। ଛାଟିଆ ମୁଟରୁ ମାଲିକ କହିଲା, ଧର୍ମାବତାର, ଏଠେଇଁ ଅନେକ ସାପ। ମୁଁ ସେଦିନ ହଜୁରକୁ ଏଇ ବାଟରେ ଯାଉଥିଲି। ଏହି ଗଛ ମୂଳରେ 15ଟା ନାଗସାପ ଶୋଇଥିଲେ। ମୁଁ ଦେଖି ପଳାଇଲି। ଗତ ପରଦିନ ରାତ୍ରିରେ ସ୍ତ୍ରୀ ଲୋକଟା
ଘର ମଧ୍ୟରେ ଶୋଇଥିବା ସମୟରେ ଦୁଆରେ ଗୋଟାଏ ତମ୍ପ ସାପ ବୁଲୁଥିବା ବିଷୟରେ ମୁଗପୁର ମୌଜାର ଛାଟିଆ ଧପଟ ସିଂ ସାକ୍ଷ୍ୟ ଦେଲା। ଜମାଦାର ସମସ୍ତଙ୍କର ସାକ୍ଷ୍ୟ କଲମବନ୍ଦ କରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମର ଭିକ୍ଷା କରି ଖାଉଥିବା ଓ ତାହାକୁ ଗତ ପରଦିନ ରାତ୍ରିରେ ଗୋପାଳପୁର ମୌଜାରେ ସାପ କାଟି ହୋଇଥିବା ଓ ଲାଶ୍ ଦେହରେ ସାପ କାମୁଡ଼ା ଚିହ୍ନ ଜାହେର ଥିବା ଏବଂ ଏହାର ମୃତ୍ୟୁ ବିଷୟରେ ଅନ୍ୟ ପ୍ରକାର ଶକ୍ କିମ୍ବା ଦାବିଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ। ଦାରୋଗା ଏବଂ ମୁନ୍ସଙ୍କ ରୋଶମ ସହିତ ରିପୋର୍ଟ ପୁଲିସ ଥାନାକୁ ପଠାଗଲା। ଜମାଦାରଙ୍କ ହୁକୁମ ଅନୁସାରେ 4 ଜଣ ହାଡ଼ି ଲାଶ୍ ବେକରେ ଦଉଡ଼ି ଲଗାଇ ଭିଡ଼ି ଭିଡ଼ି ନେଇ ନଦୀରେ ଭସାଇ ଦେଲେ। ନାଉରୀ ଚାନ୍ଦିଆ ବେହେରା ଦେଖିଲା ଲାଶ୍ଟା ନଦୀରେ ଭାସି ଯାଉଁ ଯାଉଁ ଯେଉଁଠାରେ ବାଟୋଇକୁ କୁମ୍ଭୀର ଧରିଥିଲା ଠିକ୍ ସେହି ସ୍ଥାନରେ ତାକୁ ଗୋଟାଏ କୁମ୍ଭୀର ଧରି ଘେନିଗଲା। ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜ କହିଲା, ଦେଖ ଏଡ଼େ ମାମଲାଟାରେ 200 ମଧ୍ୟ ପୂରା ହେଲା ନାହିଁ। ବରକନ୍ଦାଜ କହିଲା, ଖୋଦା ମାଲିକ ଜୋ ହୁକୁମ ଉଆ। ଗୋପୀ ସାହୁ ସେହିଦିନଠାରୁ ଆଉ ଦୋକାନକୁ ଯାଇନାହିଁ। କାର୍ତ୍ତିକ 3 ଦିନିଆ ଲଗାଣରେ ଘର ପଡ଼ିଗଲା। ସେ ବାଟଟା ମଧ୍ୟ ପଡ଼ିଗଲା। ଚାନ୍ଦିଆ ବେହେରା ଅଧକୋଶେ ତଳକୁ ହରିପୁର ପାଖରେ ନାଆ ପକାଇଲାଣି। ରାତି ତ ରାତି, ଦିନରେ ମଧ୍ୟ ଭୟରେ ସେଠାକୁ କେହି ଯାଆନ୍ତି ନାହିଁ। ସେହି ବରଗଛରେ ଗୋଟାଏ ବଡ଼ ପେତୁଣୀ ବସି ଡାଳ ଦୋହଲାଏ ମଧ୍ୟ ସେହି ପେତୁଣୀଟା ଖରାବେଳେ ନଦୀବାଲି ଉଡ଼ାଇ ଖେଳୁଥିବାର ଅନେକ ଲୋକ ଦେଖିଲେଣି। ଗୋପାଳପୁର ତୋଠର ଆଉ ନାମ ନାହିଁ। ଲୋକେ କହନ୍ତି ପେତୁଣୀପଦା।